ଜୟ ଜଗନ୍ନାଥ। କ'ଣ ଆମର ଭାଗ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ? କ'ଣ ଭାଗ୍ୟ ଲେଖା କେବେ ବଦଳି ନଥାଏ? ନା ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ନିଶ୍ଚୟ ହୋଇଥାଏ। ଯଦି ଆମେ ଶାସ୍ତ୍ର ଅନୁଯାୟୀ ଦେଖିବା ତେବେ ଭାଗ୍ୟର ଲେଖା କେବେ ବଦଳି ନଥାଏ। ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ନିଶ୍ଚୟ ହୋଇଥାଏ। ଯାହା ଭାଗ୍ୟ ଯାହା ଲେଖା ହୋଇଥାଏ ପ୍ରାଣୀ ତାକୁ ଭୋଗିବାକୁ ପଡ଼ିଥାଏ। କିନ୍ତୁ ଏହା କେମିତି ହୋଇଥାଏ ତାହା ଭଲ ଭାବରେ ବୁଝିବାକୁ ପଡ଼ିବ। ପ୍ରାଣୀ ନିଜ ଭାଗ୍ୟର ନିର୍ମାତା ସ୍ୱୟଂ ହୋଇଥାଏ। ପ୍ରାଣୀ କର୍ମ ହିଁ ତାର ଭାଗ୍ୟ ଓ ଦୁର୍ଭାଗ୍ୟକୁ ତିଆରି କରିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନୁଷ୍ୟ କର୍ମ କରିବା ପାଇଁ ସ୍ୱତନ୍ତ୍ର ଅଟେ। ସେ ତାର ଇଚ୍ଛା ଅନୁସାରେ କର୍ମ ତ କରିଥାଏ, କିନ୍ତୁ ତାର କର୍ମର ଫଳ ମୁଁ ସ୍ୱୟଂ ଦେଇଥାଏ। ଅର୍ଥାତ୍ ମନୁଷ୍ୟ ତାର ଇଚ୍ଛା ଅନୁସାରେ କର୍ମ ତ କରିଥାଏ, କିନ୍ତୁ ସେହି କର୍ମର ଫଳ ପାଇଁ ସେ ସ୍ୱତନ୍ତ୍ର ହୋଇନଥାଏ। ଏହି କର୍ମର ଫଳ ଭଗବାନ ପ୍ରଦାନ କରିଥାନ୍ତି। ଯେମିତି କର୍ମ ହୋଇଥାଏ ଫଳ ମଧ୍ୟ ସେହିପରି ହୋଇଥାଏ। ଏହି ପ୍ରକାରରେ ଗତ ଜନ୍ମରେ କରାଯାଇଥିବା କର୍ମ ଅନୁସାରେ ବର୍ତ୍ତମାନରେ ପ୍ରାଣୀଙ୍କର ଭାଗ୍ୟ ଦୁର୍ଭାଗ୍ୟ ତିଆରି ହୋଇଥାଏ। ଅର୍ଥାତ୍ ମନୁଷ୍ୟ ସର୍ବଦା ଭଲ କର୍ମ କରିବା ଦରକାର। ମନୁଷ୍ୟ ଶରୀରର ମୋକ୍ଷଦ୍ୱାର ବୋଲି ବିବେଚନା କରାଯାଏ। ପୁରାଣ ଶାସ୍ତ୍ରରେ କୁହାଯାଇଛି, ଏକମାତ୍ର ମନୁଷ୍ୟର ଶରୀର ଏମିତି ରାସ୍ତା ଅଟେ ଯେଉଁଥିରେ ସେ ଭକ୍ତି ଦ୍ୱାରା, ପରୋପକାର ଦ୍ୱାରା ଏବଂ ଭଲ କର୍ମ ଦ୍ୱାରା ଏହି ଜନ୍ମ ମୃତ୍ୟୁ ଚକ୍ରରୁ ବାହାରି ଭଗବାନଙ୍କୁ ପ୍ରାପ୍ତି କରିପାରେ। ମାନବ କଲ୍ୟାଣ, ଦୟା, ପରୋପକାର, ପୁଣ୍ୟକର୍ମ, ଭଲ କର୍ମ, ଦାନ ଦ୍ୱାରା, ଭଗବାନଙ୍କୁ ଭକ୍ତି କରିବା ଦ୍ୱାରା ତେବେ ହିଁ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିପାରିବ। କର୍ମ ପ୍ରାଧାନ୍ୟ ଅଟେ। କର୍ମ ଦ୍ୱାରା ହିଁ ମନୁଷ୍ୟ ଭବିଷ୍ୟତ ତିଆରି ହୋଇଥାଏ କିମ୍ବା ବିଗିଡ଼ି ଯାଇଥାଏ। କର୍ମ ଦ୍ୱାରା ହିଁ ଭାଗ୍ୟକୁ ବଦଳାଇ ଯାଇଥାଏ। କିନ୍ତୁ ଏହା ଏକ ସୀମିତ ଅବସ୍ଥା ପର୍ଯ୍ୟନ୍ତ। ଆଉ କିଛି ଲୋକ କୁହନ୍ତି, କର୍ମର ଫଳ ଆମକୁ କାହିଁକି ମିଳୁନାହିଁ କିମ୍ବା ପୂର୍ବଜନ୍ମର ଫଳ ଆମକୁ ଏହି ଜନ୍ମରେ କାହିଁକି ମିଳୁଛି? ପୂର୍ବଜନ୍ମର କର୍ମର ଫଳ ସେହି ଜନ୍ମରେ ମିଳିବା କଥା। ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସେଥିମଧ୍ୟରୁ ପ୍ରଥମ ହେଉଛି ଆୟୁ। ଯେଉଁ ଶିଶୁ ବା ପ୍ରାଣୀ ମା ଗର୍ଭରେ ଥାଏ ସେତେବେଳେ ତାର ଭାଗ୍ୟ ନିର୍ଦ୍ଧାରଣ କରି ଦିଆଯାଏ। ଜନ୍ମ ପୂର୍ବରୁ ତାର ଆୟୁ ନିର୍ଦ୍ଧାରଣ କରି ଦିଆଯାଏ। କେଉଁ ପ୍ରାଣୀର ଜୀବନକାଳ କେତେ ବର୍ଷ ହେବ। ଦ୍ୱିତୀୟରେ ହେଉଛି ଜ୍ଞାନ ବା ବିଦ୍ୟା। ଏହି ସଂସାରରେ ଯେତେ ବି ଲୋକ ଅଛନ୍ତି ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ସେ କେତେ ଜ୍ଞାନୀ ହେବ। କାହାର ବୁଦ୍ଧି କ୍ଷିପ୍ର ହୋଇଥାଏ ତ ଆଉ କାହାର ସାମାନ୍ୟ ହୋଇଥାଏ। ତୃତୀୟରେ ହେଉଛି କର୍ମ। ଶାସ୍ତ୍ରରେ ଲେଖା ଅଛି, ପୂର୍ବଜନ୍ମର କର୍ମ ଅନୁସାରେ ବ୍ୟକ୍ତିର କର୍ମ ନିର୍ଦ୍ଧାରିତ ହୋଇଥାଏ। ସେଥିପାଇଁ ବ୍ୟକ୍ତି ନିଜ କର୍ମ ଦ୍ୱାରା ହିଁ ସୁଖ ଓ ଦୁଃଖ ଭୋଗ କରିଥାଏ। ଚତୁର୍ଥରେ ହେଉଛି ଧନ ଓ ସମ୍ପତ୍ତି। ବ୍ୟକ୍ତି କେତେ ଧନ ସମ୍ପତ୍ତି ପ୍ରାପ୍ତ ହେବ ଏହା ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ। ପଞ୍ଚମରେ ହେଉଛି ବିବାହ। ବିବାହ ମଧ୍ୟ ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ଯେ ଆମେ କାହାକୁ ବିବାହ କରିବା, କାହା ସହିତ ସଂସାର କରିବା। ଆପଣଙ୍କୁ ଯଦି କଥାବସ୍ତୁଟି ଭଲ ଲାଗିଲା ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।